କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ ଡିସ୍କସ୍ କରିବା ବିବିଧତାରେ ଏକତା, ସ୍ୱାଧୀନ ଭାରତର ପ୍ରକୃତ ଶକ୍ତି। ଭାରତ ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ ଇତିହାସର ଏକ ଦେଶ। ହିମାଳୟର ବରଫ ଆଚ୍ଛାଦିତ ପର୍ବତ ଠାରୁ ଦକ୍ଷିଣ ବାଲୁକାମୟ ବେଳାଭୂମି, ବିଭିନ୍ନ ଭାଷାରୁ ଅଗଣିତ ଖାଦ୍ୟ ପର୍ଯ୍ୟନ୍ତ ଭାରତ ପ୍ରକୃତରେ ବିବିଧତାର ଏକ ଦେଶ। କେବଳ ଏହି ବିବିଧତା ନୁହେଁ, ବରଂ ଏକତା ଯାହା ଆମକୁ ଏକ ରାଷ୍ଟ୍ର ଭାବରେ ବାନ୍ଧି ରଖିଛି। ଭାରତରେ ହିନ୍ଦୁ ଧର୍ମ, ଇସଲାମ, ଖ୍ରୀଷ୍ଟିଆନ, ଶିଖ ଧର୍ମ, ବୌଦ୍ଧ ଧର୍ମ ଏବଂ ଜୈନ ଧର୍ମ ଭଳି ଅନେକ ଧର୍ମର ଲୋକ ବାସ କରନ୍ତି। ଲୋକମାନେ ହିନ୍ଦୀ, ତାମିଲ, ବଙ୍ଗାଳୀ, ଓଡ଼ିଆ, ପଞ୍ଜାବୀ ଏବଂ ଆହୁରି ଅନେକ ଭାଷା କୁହନ୍ତି। ସେମାନେ ଦୀପାବଳି, ଇଦ୍, ଖ୍ରୀଷ୍ଟମାସ, ବୈଶାଖୀ ଏବଂ ପୋଙ୍ଗଲ ପରି ପର୍ବଗୁଡ଼ିକୁ ସମାନ ଆନନ୍ଦରେ ପାଳନ କରନ୍ତି। ଏହି ସମସ୍ତ ପାର୍ଥକ୍ୟ ସତ୍ତ୍ୱେ ଭାରତର ଲୋକମାନେ ଭାଇଚାରା ଏବଂ ଜାତୀୟ ଗର୍ବର ଭାବନା ସହିତ ଏକାଠି ଠିଆ ହୁଅନ୍ତି। ଏହି ସମନ୍ୱୟ ବିବିଧତାରେ ଏକତାର ଏକ ପ୍ରକୃତ ଆତ୍ମାକୁ ଦର୍ଶାଏ। ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ ଏବଂ ସର୍ଦ୍ଦାର ପଟେଲଙ୍କ ପରି ନେତାମାନେ ଗୋଟିଏ ସାଧାରଣ କାରଣ ସ୍ୱାଧୀନତା ପାଇଁ ବିଭିନ୍ନ ପୃଷ୍ଠଭୂମିର ଲୋକଙ୍କୁ ଏକତ୍ର କରିଥିଲେ। ସେମାନଙ୍କ ପ୍ରୟାସ ପ୍ରମାଣିତ କରିଥିଲା ଯେ ଏକତା ହେଉଛି ଆମ ଜାତିର ସର୍ବୋତ୍ତମ ଶକ୍ତି। ଆଜି ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଜାତୀୟ ଚ୍ୟାଲେଞ୍ଜ ସମୟରେ ଭାରତୀୟମାନେ ପରସ୍ପରକୁ ସମର୍ଥନ କରିବା ପାଇଁ ଭିନ୍ନତା ଭୁଲି ଏକାଠି ହୁଅନ୍ତି। ବିବିଧତା ମଧ୍ୟରେ ଏକତା କେବଳ ଆମ ସମାଜକୁ ମଜବୁତ କରେ ନାହିଁ, ବରଂ ଭାରତକୁ ବିଶ୍ୱରେ ଅନନ୍ୟ କରିଥାଏ। ଏହା ଆମକୁ ସହନଶୀଳତା, ସମ୍ମାନ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ମୂଲ୍ୟ ଶିଖାଏ। ଏହି ଆତ୍ମା ଭାରତକୁ ସ୍ୱାଧୀନତାର 78 ବର୍ଷ ଧରି ମାର୍ଗଦର୍ଶନ କରି ଆସିଛି ଏବଂ ପ୍ରଗତି ପଥକୁ ଆଲୋକିତ କରି ଚାଲିବ। ଭାରତର ପ୍ରକୃତ ଶକ୍ତି ଏହାର ଏକତାରେ ନିହିତ। ଯଦିଓ ଆମେ ଭିନ୍ନ ସଂସ୍କୃତି, ଧର୍ମ ଏବଂ ଅଞ୍ଚଳର ହୋଇଥାଉ, ଆମେ ସମସ୍ତେ ଗର୍ବିତ ଭାରତୀୟ। ବିବିଧତା ମଧ୍ୟରେ ଏକତା କେବଳ ଆମର ପରିଚୟ ନୁହେଁ, ବରଂ ଏକ ଦୃଢ଼, ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ଭାରତର ମୂଳଦୁଆ। ভিডিওটি কেমতি লাগিলা মতে কমেন্ট করিকি জଣାଇବ। যদি কিছু ডাউট ଅଛି, କିଛି କ୍ୱେଶ୍ଚିନ୍ସ ଅଛି, କମେଣ୍ଟରେ ଲେଖିକି ଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ଅନୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।